ଆଜି ପବିତ୍ର ପଣା ସଂକ୍ରାନ୍ତି ଅବା ମହାବିଷୁବ ସଂକ୍ରାନ୍ତି। ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଆଙ୍କ ନୂଆବର୍ଷ। ବସନ୍ତର ବିଦାୟ ଏବଂ ଗ୍ରୀଷ୍ମର ଆଗମନ ସମୟରେ ଏହି ପର୍ବ ଆମ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପ୍ରତୀକ। ଆଜିର ଦିନଟିକୁ ମହାବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ, କାରଣ ଆଜି ଦିନଟି ଏବଂ ରାତି ସମାନ ହୋଇଥାଏ। ଓଡ଼ିଆ ପରମ୍ପରା ଅନୁସାରେ ଆଜିଠାରୁ ହିଁ ନୂତନ ପାଞ୍ଜିର ପ୍ରଚଳନ ହୁଏ। କେବଳ ସେତିକି ନୁହେଁ, ଆଜି ହେଉଛି ସଙ୍କଟ ମୋଚନ ବୀର ଶ୍ରୀ ହନୁମାନଙ୍କ ଜନ୍ମ ଜୟନ୍ତୀ। ସେଥିପାଇଁ ଓଡ଼ିଶାର କୋଣ ଅନୁକୋଣରେ ଥିବା ମନ୍ଦିର ଗୁଡ଼ିକରେ ଆଜି ପ୍ରବଳ ଭିଡ଼ ଜମିଥାଏ। ଏହି ପର୍ବର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପଣା। ତୁଳସୀ ଚଉରା ଉପରେ ଏକ ଛୋଟ ମାଟି ପାତ୍ର ବା ଠେକି ବନ୍ଧାଯାଏ, ଯାହାକୁ ବାସୁଆ ଠେକି ମଧ୍ୟ କୁହାଯାଏ। ସେଥିରୁ ଟୋପା ଟୋପା ହୋଇ ଜଳ ତୁଳସୀ ମୂଳେ ପଡ଼ିଥାଏ, ଯାହା ଗ୍ରୀଷ୍ମ ଋତୁରେ ବୃକ୍ଷଲତାଙ୍କୁ ଜଳଦାନ କରିବାର ଏକ ସୁନ୍ଦର ଶିକ୍ଷା ଦିଏ। ଏହା ସହିତ ଘରେ ଘରେ ବେଲ ପଣା ଏବଂ ଛତୁଆର ମଧ୍ୟ ମଜା ମଧ୍ୟ ନିଆଯାଏ। ପଣା ସଂକ୍ରାନ୍ତି କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଭାତୃଭାବ ଏବଂ ସେବାର ପର୍ବ। ବାଟରେ ଯାଉଥିବା ପଥିକଙ୍କୁ ପଣା ଓ ପାଣି ଦିଆଇବା ଓଡ଼ିଆଙ୍କ ଅତିଥି ସତ୍କାରର ଏକ ବଡ଼ ଉଦାହରଣ। ଏହା ଆମ ପ୍ରକୃତି ସହ ଯୋଡ଼ି ହୋଇ ରହିବାକୁ ପ୍ରେରଣା ଦିଏ। ତେବେ ଆସନ୍ତୁ, ଏ ଓଡ଼ିଆ ନବବର୍ଷରେ ଆମେ ଶପଥ ନେବା ଆମ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ସବୁବେଳେ ଜୀବନ୍ତ ରଖିବା। ପୁଣିଥରେ ଆପଣ ସମସ୍ତଙ୍କୁ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24/7।